ଆଜି ସକାଳୁ ସକାଳୁ ଦୋକାନରେ ମାଛ ସବୁ ସଜାଡ଼ିକି ବସିଛୁ। ଆସିଲେ ଯଶୋନ୍ଦପୁର ଜଣେ ଭାଇ, ସେ ଆସିକି କହିଲେ କି ପୁଅ ମୋ ପାଇଁ ଗୋଟେ ରୋହି ମାଛ ଓଜନ କରି କାଟ। ମୁଁ ତାଙ୍କ ପାଇଁ ଗୋଟେ ରୋହି ମାଛ ଓଜନ କରି କାଟିଲା ବେଳେ ମଝିରେ ଆସିଲେ କୁଲଦାଦା ଆସିକି କହିଲେ ପୁଅ ମୋ ପାଇଁ ଗୋଟେ ମିର ମାଛଟା ପଲିଥିନ ପୁରେଇ ଦେଇଦେ। ତାଙ୍କ ମିର ମାଛ ତାଙ୍କୁ ପଲିଥିନ ପୁରେଇ ଦେଇ ସାରିଲା ପରେ ମୁଁ ଲାଗିଲି ଭାଇଙ୍କ ରୋହି ମାଛକୁ ଜଲ୍ଦି ଜଲ୍ଦି କାଟି ପଲିଥିନ ପୁରେଇ ଭାଇଙ୍କୁ ଦେଇଦେଲି। ତାପରେ ଆସିଲେ ଜେଜେବା ଆଉ ପ୍ରଶଂସାର। ଜେଜେବା କହିଲେ ମୁଁ ନେବି ରୋହି ମାଛ, ପ୍ରଶଂସାର କହିଲେ ମୁଁ ନେବି ଭାକୁର ମାଛ। ମୁଁ ଜେଜେବାଙ୍କ ରୋହି ମାଛକୁ ଓଜନ କରି ମୁଁ ଲାଗିଲି ଫଟାଫଟ କାଟିବେ। ଜେଜେବାଙ୍କ ରୋହି ମାଛକୁ ଫଟାଫଟ କାଟି ପଲିଥିନ ପୁରେଇ ମୁଁ ଦେଇଦେଲି ଜେଜେବାଙ୍କୁ। ତାପରେ ମୁଁ ଲାଗିଲି ପ୍ରକାଶ ସାରଙ୍କ ମାଛ କାଟିବାରେ। ମୁଁ ପ୍ରକାଶ ସାରଙ୍କ ମାଛ କାଟିଲା ଭିତରେ ଆପଣମାନେ ଯଦି ଭିଡ଼ିଓଟିକୁ ଲାଇକ୍ କରୁନାହାନ୍ତି ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରିଦେବେ। ମୁଁ ପ୍ରକାଶ ସାରଙ୍କ ମାଛକୁ ଜଲ୍ଦି ଜଲ୍ଦି କାଟି ପଲିଥିନରେ ଗଣିକି ତାଙ୍କୁ ଦେଇଦେଲି। ତାପରେ ଆସିଲେ ମାଣିତିରୁ ଜଣେ ଭାଇ, ସେ ଆସିକି କହିଲେ କି ପୁଅ ମୋ ପାଇଁ ବଡ଼ ବଡ଼ ସାଇଜର ଗୋଲଦା ଚିଙ୍ଗୁଡ଼ି 600 ଗ୍ରାମ ଓଜନ କରିକି ଦେ। ମୁଁ ତାଙ୍କ ପାଇଁ ବଡ଼ ବଡ଼ ସାଇଜର ଗୋଲଦା ଚିଙ୍ଗୁଡ଼ି 600 ଗ୍ରାମ ଓଜନ କରି ପଲିଥିନରେ ପୁରେଇକି ତାଙ୍କୁ ଦେଇଦେଲି। ତାପରେ ଆସିଲେ ଜଣେ ଭାଇ, ସେ ଆସିକି କହିଲେ କି ପୁଅ ମୋ ପାଇଁ ଗୋଟେ 2 କେଜିର ମିର ମାଛ ଓଜନ କରି କାଟ। ମୁଁ ତାଙ୍କ ପାଇଁ ଗୋଟେ 2 କେଜିର ମିର ମାଛ ଓଜନ କରି ମୁଁ ଲାଗିଗଲି ଫଟାଫଟ କାଟିବାରେ। ମୁଁ ତ ତାଙ୍କ ମାଛ କାଟିକି ତାଙ୍କୁ ଦେଇଦେବି। ହେଲେ ଆପଣମାନେ ଭିଡ଼ିଓ ଦେଖୁଛନ୍ତି କେହି ସବସ୍କ୍ରାଇବ୍ କରୁନାହାନ୍ତି, ପ୍ଲିଜ୍ ଯଦି ଭିଡ଼ିଓଟି ଭଲ ଲାଗିଥିବେ ସବସ୍କ୍ରାଇବ୍ କରିଦେବେ, କମେଣ୍ଟରେ ଜଣେଇବେ ଭିଡ଼ିଓଟି କେମିତି ଲାଗିଲା। ତାଙ୍କ ମିର ମାଛକୁ ଫଟାଫଟ କାଟି ପଲିଥିନ ପୁରେଇ ତାଙ୍କୁ ଦେଇଦେଲି। ତାପରେ ଆସିଲେ କବିଦାଦା ଆସିକି କହିଲେ ମୋ ପାଇଁ 250 ଗ୍ରାମ ଚିଙ୍ଗୁଡ଼ି ଓଜନ କରିଦେ। ମୁଁ ତାଙ୍କ ପାଇଁ 250 ଗ୍ରାମ ବଡ଼ ବଡ଼ ସାଇଜର ଗୋଲଦା ଚିଙ୍ଗୁଡ଼ି ଓଜନ କରି ପଲିଥିନ ପୁରେଇକି ଦାଦାଙ୍କୁ ଦେଇଦେଲି।